ସାଙ୍ଗମାନେ ଆଜି ତୁ ମୋ ଆଖିରେ ତାରା ସିରିଏଲରେ ଦେଖନ୍ତୁ ତରୁଣ ବବଲିକୁ ରୋକି କୁହେ ଏଇଟା ମୋ ଝିଅ ଜୀବନର କଥା। ଆଉ କିଛି ହେଇଥିଲେ ମୁଁ ତମକୁ ଛାଡ଼ି ଦେଇଥାନ୍ତି, ହେଲେ ମୋ ଝିଅ ମୋ ପାଇଁ ସବୁ କିଛି, ତେଣୁ ତା ସହିତ ମୁଁ କିଛି ବି ଭୁଲ ହେବାକୁ ଦେବିନି। ବୁଝିପାରିଲ ତମେ? ବବଲି ରାଗିକି କୁହେ ନା, ମୁଁ ବୁଝିବିନି। କାହିଁକି ନା ମୁଁ ତମର ଗୁଲାମ ନୁହଁ, ନା ମୁଁ ତମ ଝିଅର ଆୟା। ଯଦି ତମ ଝିଅକୁ ମା ଦରକାର ନା, ତମେ ତାକୁ ଗୋଟେ ମା ଆଣିକି ଦେଇଦିଅ, ହେଲେ ବବଲି କାହାର ଚାକର ହେଇପାରିବନି। ତମେ ମୋତେ ମୋ ଆଈ ପାଖରୁ ଦୂରେଇକି ଆଣିଛ ନା, ଠିକ୍ ଅଛି, ମୁଁ ବି ତମ ଝିଅ ପାଖକୁ ଯିବିନି। ତମେ ନିଜକୁ କ'ଣ ଭାବୁଛ? ହଁ, ଟଙ୍କା ବଦଳରେ ସବୁ କିଛି କିଣିଦେବ? ତମ ଘରୁ 2 ଜଣ ସ୍ତ୍ରୀ ଲୋକ ଆମ ଘରକୁ ଆସିଥିଲେ ଟଙ୍କା ନେଇକି, ପୁଣି ସେମାନେ ମୋତେ ଲାଞ୍ଚ ଯାଚୁଥିଲେ। ମୁଁ ସେମାନଙ୍କୁ ମନା କରିଦେଲି ବୋଲି ତମେ ଆଜି ଆସିଗଲ ମୋତେ ପ୍ଲାନ୍ କରିକି ଫସେଇବା ପାଇଁ। ମାନିଗଲି, ମୁଁ ତମକୁ ମାନିଗଲି। ଛି, କେତେ ଭୟଙ୍କର ଲୋକ। ନିଜ ସ୍ୱାର୍ଥ ପାଇଁ ତମେ କିଛି ବି କରିପାରିବ, ହେଲେ ମନେ ରଖିଥାଅ, ମୁଁ କୋଉ ସାଧାରଣ ଝିଅ ନୁହେଁ, କରାଟେ ଖେଳୁଥିବା ଜଣେ ସ୍ପୋର୍ଟସ ମାଷ୍ଟର। ମୁଁ ଜାଣିପାରୁଛି ତମକୁ ମୁଁ ନୁହଁ, ମୋ ଚେହେରା ଦରକାର, ହେଲେ ମୋ ଆଇଠୁ ମୁଁ ଦରକାର। ମୁଁ ତମର କୌଣସି କଥା ଶୁଣିବିନି। ତାପରେ ବବଲି ତରୁଣକୁ ଠେଲିଦିଏ। ତରୁଣ ବବଲିର ହାତ ଧରିନିଏ ଆଉ ହାତ ଧରି କୁହେ, ଦେଖ, ମୋ କଥା ଟିକେ ଶୁଣ ପ୍ଲିଜ୍, ମୋ ସହିତ ଚାଲ ପ୍ଲିଜ୍। ବବଲି କୁହେ, ଆରେ ଛାଡ଼ ମୋତେ। ତମେ କେତେବେଳେ ମୋତେ ଗାଳି କରିକି ବାହାର କରିଦେଉଛ, ପୁଣି କେତେବେଳେ ହାତ ଯୋଡ଼ିକି ବି ଭିତରକୁ ଡାକୁଛ। ମୁଁ ତମର କୋଉ ରୂପକୁ ବିଶ୍ୱାସ କରିବି? ହଁ, ଦେଖ, ମୁଁ ତମ ସାଙ୍ଗରେ ଯାଇପାରିବିନି। ମୁଁ ମୋ ଆଈ ପାଖକୁ ଯିବି। ତରୁଣ କୁହେ, ପ୍ଲିଜ୍ ପ୍ଲିଜ୍ ଦେଖ, ମୋ କଥା ଟିକେ ତ ଶୁଣ ପ୍ଲିଜ୍। ବବଲି ତରୁଣ ହାତ ଛାଟିଦିଏ ଆଉ କୁହେ, ନା, ତମେ ମୋ ଉପରେ ଦୟା କରିଥିଲେ ମୁଁ ତମ ସାଙ୍ଗରେ ଚାଲି ଯାଇଥାନ୍ତି, ହେଲେ ତମେ ମୋ ସହିତ ବେଇମାନି କରିଛ। ପଇସା ଦେଇ ମୋତେ କିଣିବାକୁ ଚେଷ୍ଟା କରିଛ। ତରୁଣ କୁହେ, ନା, ମୁଁ ତମ ଉପରେ ଦୟା କରିଛି ନା ମୁଁ ତମ ସହିତ ବେଇମାନି କରିଛି? ଜଣେ ମଣିଷ ହିସାବରେ ଆଉ ଜଣେ ମଣିଷକୁ ହେଲ୍ପ କରିଛି। ମୋ ଝିଅର ଜୀବନ ବଞ୍ଚାଇବା ପାଇଁ ମୁଁ ତମ ଆଗରେ ହାତ ଯୋଡ଼ିକି ଭିକ ମାଗୁଛି। ପ୍ଲିଜ୍ ମୋ ଝିଅର ଜୀବନ ବଞ୍ଚାଇ ଦିଅ ପ୍ଲିଜ୍। ବବଲି ବହୁତ ଜୋରସେ ରାଗିଯାଏ ଆଉ କୁହେ, ଦେଖ, ଏମିତି ନାଟକ ନା ମୋତେ ଜମାର ବି ପସନ୍ଦ ନୁହଁ। ତମେ ବାପ ଝିଅ ଏଠି ଗୋଟେ ପାଲା ଚଲେଇଛ ନାଇଁ? ମୋତେ ଫସେଇକି ବିକିବାକୁ ଚାହୁଁଛ ନା ତମର ଆଉ କ'ଣ ଉଦ୍ଦେଶ୍ୟ ଅଛି? ଦେଖ, ତମେ ଯାହା ବି କର, ମୁଁ ଏଥର ତମ କଥା କିଛି ବି ଶୁଣିବିନି। ତରୁଣ କୁହେ, ତମକୁ ଶୁଣିବାକୁ ପଡ଼ିବ। ବବଲି ବବଲି ଆସି ରାଗିକି ତରୁଣ ଗାଡ଼ି ଉପରେ ବସି ପଡ଼େ। ତରୁଣ କୁହେ, ତମେ ଏସବୁ କ'ଣ କରୁଛ? ମୋ ଗାଡ଼ିରୁ ଓହ୍ଲାଅ। ତରୁଣ ବବଲିକୁ ଗାଡ଼ିରୁ ଓହ୍ଲାଇବା ପାଇଁ ଗଲାବେଳେ ବବଲି କୁହେ, ହାକ୍, ଦୂରେଇକି ରୁହ ମୋଠୁ, ଦୂରେଇକି ରୁହ। ମୁଁ ହୋସ୍ରେ ନଥିଲି ବୋଲି ତମେ ମୋତେ ଉଠେଇକି ଆଣିଦେଲ, କିନ୍ତୁ ଏବେ ମୋର ପୁରାପୁରି ହୋସ୍ ଭଲ ଭାବରେ ଅଛି। ଯଦି ମୋତେ ହାତ ଲଗାଇବ ତ ଗୋଟେ ପଚ୍ ଦେଇକି ତମ ମୁହଁ ପୁରା ଫଟେଇଦେବି। ତରୁଣ କୁହେ, ପ୍ଲିଜ୍ ମୋ କଥା ଟିକେ ବୁଝିବା ପାଇଁ ଚେଷ୍ଟା କର ବବଲି। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।